ସମ୍ବଲପୁର ମହାନଗର ଅନ୍ତର୍ଗତ 15 ନମ୍ବର ୱାର୍ଡର ତାଲଭଟାପଡ଼ାରେ ଥିବା ଶ୍ରୀ ମଧୁ ମହାନନ୍ଦ ଆକ୍ସିଡେଣ୍ଟରେ ଶଯ୍ୟାଶାୟୀ ହୋଇ ଘରେ ପଡ଼ି ରହିଛନ୍ତି। ତାଙ୍କ ବୃଦ୍ଧା ସ୍ତ୍ରୀ ଦୁର୍ମିଳା ମହାନନ୍ଦ ତାଙ୍କ ସେବା ନିୟୋଜିତ ରହିଥିବା ଯୋଗୁଁ କୌଣସି ଉପାର୍ଜନ କରିପାରୁନାହାନ୍ତି। ଆଜି ତାଙ୍କୁ ଅତ୍ୟ ଆବଶ୍ୟକ ରାସନ ସାମଗ୍ରୀ ଓ ତାଙ୍କ ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଗଲା। ସମାଜସେବୀ ହରବିନ୍ଦର ସିଂ ଭୁର୍ଜି ବବି ଭାଇଙ୍କ ସୌଜନ୍ୟତାରେ ସହଯୋଗ କରାଗଲା। ଏଥିରେ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ବିଜେଡି ପୂର୍ବତନ ସମ୍ବଲପୁର ମହାନଗର ସଭାପତି, ବିଜେଡି ପୂର୍ବତନ ମହାନଗର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ବିଜେଡି ବରିଷ୍ଠ ନେତା ଶ୍ରୀ ସତେନ୍ଦ୍ର କୁମାର ଦାସ, ଶ୍ରୀ ହରିହର ପାଣି, ଶ୍ରୀ ପ୍ରଶାନ୍ତ ନାୟକ, ଶ୍ରୀ ସବିନୟ ପୂଜାରୀ, ଶ୍ରୀ ନବୀନ ପଣ୍ଡା, ଶ୍ରୀ ରାଜକିଶୋର ହରିପାଲ ଆଦି ଉପସ୍ଥିତ ରହି ଶ୍ରୀ ମଧୁ ମହାନନ୍ଦ ଓ ତାଙ୍କ ସ୍ତ୍ରୀ ଦୁର୍ମିଳା ମହାନନ୍ଦଙ୍କୁ ଆଶ୍ୱାସନା ଦେଇଥିଲେ। ଏହି ସମୟରେ ପଡ଼ାର ଦୈବା କୁମ୍ଭାର, ରାକେଶ ଦୀପ, ମୋହନ ବିଭାର, ବିନୁ ଛତ୍ରପାଲ ଏପରି ପଡ଼ାବାସୀ ତାଙ୍କ ପଡ଼ୋଶୀବାସୀ ତାଙ୍କ ସହିତ ରହିଥିଲେ। ବବି ଭାଇ ଭବିଷ୍ୟତରେ ଆଉ କିଛି ଆବଶ୍ୟକ ହେଲେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିବାର ସୂଚନା ରହିଛି। मोर नाम राजकिशोर हरिपाल, तालभटापड़ा निवासी। बोले से बुढ़ाटा तो बहुत वयोवृद्ध थिला, बहुत दिन घरे पड़ी थिला। हमर पड़ारे दुई प्राणी थिले। बोले से बुढ़ाटा एक्सीडेंट होकर घरे पड़ला। लेडीजटा घर काम जाऊला, बाकी तार चिकित्सा लगे से आर कहनी निके काम नहीं जाई पारला, बहुत असुविधा रे रहली। बोले ताकर असुविधा देखी कर मुई हमर बबीदा के हरदीप सिंह बबीदा के कहली से शीघ्र आसी करी ताको देखी करी ताकर नु जाना सहयोग हो गला। से सहयोग करली, ताकर सहयोग के हमर पूरा अंचलवासी हमें बहुत प्रसन्न होछु आ ताको धन्यवाद जनाउछु।